ଗୋଟିଏ ଏମିତି କାହାଣୀ ଅଛି ଯାହା ମଣିଷର ଇତିହାସରେ ପ୍ରତ୍ୟେକ ସଂସ୍କୃତିରେ ଆଉ ଦୁନିଆର ପ୍ରାୟ ପ୍ରତିଟି କୋଣରେ ଶୁଣିବାକୁ ମିଳେ। ହଁ, ଏହା ହେଉଛି ସେହି ମହାପ୍ଲାବନର କାହାଣୀ। ଏକ ଏମିତି କାହାଣୀ ଯାହାକୁ ମାନବ ସମାଜ କେବେ ବି ଭୁଲିପାରିନି। କିନ୍ତୁ ପ୍ରଶ୍ନ ହେଉଛି କାହିଁକି ଆମେରିକାରୁ ନେଇ ଭାରତ ପର୍ଯ୍ୟନ୍ତ, ମେସୋପୋଟାମିଆରୁ ନେଇ ଗ୍ରୀସ୍ ପର୍ଯ୍ୟନ୍ତ ଏତେ ଭିନ୍ନ ଭିନ୍ନ ସଭ୍ୟତାରେ ଏହି ଗୋଟିଏ କାହାଣୀର ଉପସ୍ଥିତି ପଛରେ କ'ଣ ରହସ୍ୟ ଲୁଚି ରହିଛି? ତେବେ ଆସନ୍ତୁ ଆଜି ଏହାରି ଭିତରକୁ ଯିବା। ଆପଣ ଯେକୌଣସି ବନ୍ୟା କାହାଣୀ ଉଠାଇ ଦେଖନ୍ତୁ, ତାର ଗଠନ ପ୍ରାୟତଃ ସମାନ। ପ୍ରଥମେ ଆସେ ଗୋଟେ ଭବିଷ୍ୟବାଣୀ ବା ଚେତାବାନୀ, ତାପରେ ଏକ ବଡ଼ ନୌକା ତିଆରି ହୁଏ, ତାପରେ ଆସେ ସେହି ମହାବିନାଶ ଏବଂ ଶେଷରେ ସବୁକିଛି ପରେ ଏକ ନୂଆ ଆରମ୍ଭ। ଆଉ ଦେଖିବେ ଏହି ଚାରିଟା ପର୍ଯ୍ୟାୟ ପ୍ରାୟ ସବୁଠି ଅଛି। ତେବେ ଏହି ଯେଉଁ ଗୋଟିଏ କାହାଣୀ, ଏହା କେମିତି ଭିନ୍ନ ଭିନ୍ନ ସଂସ୍କୃତିରେ ନିଜର ଅଲଗା ଅଲଗା ରୂପ ନେଇଛି? ଆସନ୍ତୁ ଏହି ରହସ୍ୟମୟ ଯାତ୍ରାରେ ଆଉ ଟିକେ ଆଗକୁ ବଢ଼ିବା। ଦେଖନ୍ତୁ, ଆମେ ଏଠି ଏକଥା ଜାଣିବାକୁ ଚେଷ୍ଟା କରୁନେ ଯେ ସତରେ ଗୋଟେ ବିଶ୍ୱବ୍ୟାପୀ ବନ୍ୟା ହୋଇଥିଲା କି ନାହିଁ। ପ୍ରକୃତ ପ୍ରଶ୍ନ ହେଉଛି, ଗୋଟେ ପ୍ରାକୃତିକ ବିପର୍ଯ୍ୟୟ କାହିଁକି ଆମ ପାଇଁ ଏକ ପବିତ୍ର ଧାର୍ମିକ କାହାଣୀରେ ବଦଳିଗଲା? ଚାଲନ୍ତୁ ଆରମ୍ଭ କରିବା ସବୁଠାରୁ ଜଣାଶୁଣା କାହାଣୀରୁ। ହଁ, ବାଇବେଲର ବୁକ୍ ଅଫ୍ ଜେନେସିସ୍ରେ ଥିବା ନୋଆ ଏବଂ ତାଙ୍କ ବିଶାଳ ଜାହାଜର କାହାଣୀ। ତ ଜେନେସିସ୍ର କାହାଣୀରେ ବନ୍ୟାଟା କେବଳ ପାଣି ନଥିଲା, ସେଇଟା ଥିଲା ଈଶ୍ୱରଙ୍କର ଗୋଟେ ବିଚାର। ମଣିଷର ପାପ ଏବଂ ହିଂସା ପାଇ ଏହି ଦଣ୍ଡ ଦିଆଯାଇଥିଲା ଏବଂ ନୋଆଙ୍କ ଭଳି ଜଣେ ଧାର୍ମିକ ବ୍ୟକ୍ତିଙ୍କ ଯୋଗୁଁ ହିଁ ପୃଥିବୀରେ ଜୀବନ ପୁଣି ଥରେ ସମ୍ଭବ ହୋଇପାରିଲା। ଏହାର ଅର୍ଥ ଆବ୍ରାହାମିକ ପରମ୍ପରାରେ ବନ୍ୟା ହେଉଛି ଈଶ୍ୱରଙ୍କ ନ୍ୟାୟ ଆଉ ମଣିଷ ପାଇଁ ଏକ ନୈତିକ ଶିକ୍ଷା। ଏଇଟା ଇତିହାସ ପାଇଁ ଗୋଟେ ବହୁତ ଜରୁରୀ ମୋଡ଼ ଥିଲା। ହେଲେ ଏବେ ଆସନ୍ତୁ ଏହାଠୁ ବି ଆହୁରି ପୁରୁଣା ଗୋଟେ କାହାଣୀ ଦେଖିବା। ଏହା ହେଉଛି ଏପିକ୍ ଅଫ୍ ଗିଲଗାମେଶରେ ଥିବା ମେସୋପୋଟାମିଆନ୍ ବନ୍ୟା କାହାଣୀ। ଏଠି କିନ୍ତୁ କାହାଣୀଟା ପୂରାପୂରି ଅଲଗା। ଦେବତାମାନେ ମଣିଷର ପାପ ପାଇଁ ନୁହେଁ, ବରଂ ସେମାନଙ୍କର ପାଟିତୁଣ୍ଡ ଆଉ କୋଲାହଲରେ ବିରକ୍ତ ହୋଇ ପୃଥିବୀକୁ ଧ୍ୱଂସ କରିଦେଲେ। ଏଥିରୁ ଜଣାପଡ଼େ ଯେ ଏହି ପରମ୍ପରାରେ ଦେବତାମାନେ ବି ସମ୍ପୂର୍ଣ୍ଣ ନୁହନ୍ତି। ସେମାନେ ବି ରାଗନ୍ତି, ଭୁଲ କରନ୍ତି ଆଉ ପରେ ପଶ୍ଚାତାପ ବି କରନ୍ତି। ଦେଖିଲେ ତ, ଜେନେସିସ୍ଠାରୁ ଏଇଟା କେତେ ଅଲଗା। ଏଠାରେ ବନ୍ୟା କୌଣସି ନ୍ୟାୟ କିମ୍ବା ବିଚାର ନୁହେଁ, ବରଂ ଦେବତାମାନଙ୍କ ଦ୍ୱାରା ହୋଇଥିବା ଗୋଟେ ବଡ଼ ଭୁଲ, ଯେଉଁଥିପାଇଁ ସେମାନେ ନିଜେ ହିଁ ପରେ ଦୁଃଖ କରୁଛନ୍ତି। ଏବେ ଚାଲନ୍ତୁ ଆମ ଯାତ୍ରାର ତୃତୀୟ ପର୍ଯ୍ୟାୟକୁ ଯିବା, ଯାହା ଆମକୁ ନେଇଯିବ ହିନ୍ଦୁ ଧର୍ମଗ୍ରନ୍ଥରେ ବର୍ଣ୍ଣିତ ମନୁଙ୍କ କାହାଣୀ ପାଖକୁ। ହିନ୍ଦୁ ପରମ୍ପରାରେ ଏ କାହାଣୀର ଦୃଷ୍ଟିକୋଣ ପୁଣି ସମ୍ପୂର୍ଣ୍ଣ ଭିନ୍ନ। ଏଠି ଫୋକସ୍ ଟିକେ ଅଲଗା। ଏଠାରେ ଉଦ୍ଦେଶ୍ୟ କେବଳ ଜୀବନ ବଞ୍ଚାଇବା ନୁହେଁ, ବରଂ ଜ୍ଞାନକୁ, ବିଶେଷ କରି ପବିତ୍ର ବେଦକୁ ସୁରକ୍ଷିତ ରଖିବା। ଏହା ବିନାଶ ନୁହେଁ, ଏହା ଏକ ପରିବର୍ତ୍ତନ। ମାନେ ଏହି ପରମ୍ପରା ଅନୁସାରେ ବିନାଶ କୌଣସି ଶେଷ ନୁହେଁ, ବରଂ ଏହା ଗୋଟେ ବଡ଼ ଚକ୍ରର ଅଂଶ। ଯେମିତି ଋତୁ ପାରି ଋତୁ ଆସେ, ସେମିତି ଗୋଟେ ଯୁଗ ସରିଲେ ଆଉ ଗୋଟେ ନୂଆ ଯୁଗ ଆରମ୍ଭ ହୁଏ। ବନ୍ୟା ହେଉଛି ସେହି ପରିବର୍ତ୍ତନର ମାଧ୍ୟମ। ଆଉ ଏଇ ତୁଳନାଟା ଦେଖନ୍ତୁ, ଏଇଟା ହିଁ ସବୁଠୁ ମଜେଦାର। ଘଟଣା ଗୋଟିଏ, କିନ୍ତୁ ତିନୋଟି ସମ୍ପୂର୍ଣ୍ଣ ଭିନ୍ନ ଅର୍ଥ। ଗୋଟିଏରେ ଏହା ଈଶ୍ୱରଙ୍କର ନ୍ୟାୟ, ଦ୍ୱିତୀୟରେ ଦେବତାଙ୍କର ଭୁଲ ଆଉ ତୃତୀୟରେ ଏହା ସୃଷ୍ଟିର ଏକ ସ୍ୱାଭାବିକ ନିୟମ। ଆଚ୍ଛା, ଏତେ ସବୁ କାହାଣୀ ତ ଶୁଣିଲେ, କିନ୍ତୁ ବିଜ୍ଞାନ କ'ଣ କହୁଛି? ଆସନ୍ତୁ ଏବେ ପୁରାଣରୁ ବାହାରି ଭୂବିଜ୍ଞାନର ତଥ୍ୟ ଉପରେ ନଜର ପକାଇବା। ହଁ, ତ ବିଜ୍ଞାନ ଏ କ୍ଷେତ୍ରରେ ପୁରା ସ୍ପଷ୍ଟ। ସାରା ପୃଥିବୀକୁ ଏକା ସାଙ୍ଗରେ ବୁଡ଼ାଇଦେବା ଭଳି କୌଣସି ଗୋଟିଏ ବନ୍ୟାର ଭୂତାତ୍ତ୍ୱିକ ପ୍ରମାଣ ଆଜି ପର୍ଯ୍ୟନ୍ତ ମିଳିନାହିଁ। କିନ୍ତୁ କାହାଣୀ ଏତିକିରେ ସରେନି। ବୈଜ୍ଞାନିକମାନେ ବିଶ୍ୱବ୍ୟାପୀ ବନ୍ୟାର ପ୍ରମାଣ ପାଇନାହାନ୍ତି ସତ, କିନ୍ତୁ ସେମାନେ ଏମିତି ହଜାର ହଜାର ଭୟଙ୍କର ସ୍ଥାନୀୟ ବନ୍ୟାର ପ୍ରମାଣ ପାଇଛନ୍ତି, ଯାହା ସେ ସମୟର ଲୋକଙ୍କ ପାଇଁ ପୃଥିବୀର ବିନାଶ ସହ ସମାନ ଥିଲା। ଟିକେ କଳ୍ପନା କରନ୍ତୁ, ଶେଷ ବରଫ ଯୁଗ ସରୁଥାଏ। ବିଶାଳ ବରଫ ପାହାଡ଼ ତରଳୁଥାଏ। ସମୁଦ୍ରର ସ୍ତର ଶହ ଶହ ଫୁଟ ଉପରକୁ ଉଠୁଥାଏ, ଆଉ ଉପକୂଳରେ ଥିବା ଗାଁ, ସହର ସବୁ ସମୁଦ୍ର ଭିତରେ ଲୀନ ହୋଇଯାଉଥାଏ। ଏହି ଭୟଙ୍କର ସତ ଘଟଣାଗୁଡ଼ିକ ହିଁ ସେହି କାହାଣୀମାନଙ୍କର ମୂଳ ଉତ୍ସ ହୋଇପାରେ। ତେବେ ଏବେ ଆସନ୍ତୁ ଏହି ଦୁଇଟିକୁ ଯୋଡ଼ିବା। ଗୋଟିଏ ପଟେ ଭୂବିଜ୍ଞାନର ସତ୍ୟ ଆଉ ଅନ୍ୟପଟେ କାହାଣୀ କହିବାର ମଣିଷର ଆବଶ୍ୟକତା। ଭାବିଅଛି, ଯେଉଁ ଲୋକମାନଙ୍କ ପାଇଁ ତାଙ୍କର ଛୋଟ ଗାଁ ବା ଉପତ୍ୟକା ହିଁ ସାରା ଦୁନିଆ ଥିଲା, ସେମାନଙ୍କ ପାଇଁ ଏକ ବିଶାଳ ବନ୍ୟା ସତରେ ପୃଥିବୀର ବିନାଶ ଭଳି ହିଁ ଥିଲା। ଆଉ ଏଇଟା ହିଁ ସବୁଠୁ ବଡ଼ କଥା। ଗୋଟେ ଭୟଙ୍କର ଅର୍ଥହୀନ ବିପର୍ଯ୍ୟୟକୁ ମଣିଷ କେମିତି କାହାଣୀ ମାଧ୍ୟମରେ ଗୋଟେ ଉଦ୍ଦେଶ୍ୟମୂଳକ ଘଟଣାରେ ବଦଳାଇ ଦେଉଛି। ବିଶୃଙ୍ଖଳାରୁ ଶୃଙ୍ଖଳା ସୃଷ୍ଟି କରିବାର ଏହା ଏକ ପ୍ରୟାସ। ତେଣୁ ଏହି ବନ୍ୟା କାହାଣୀଗୁଡ଼ିକ କେବଳ ପୁରୁଣା କଥା ନୁହେଁ, ଏଗୁଡ଼ିକ ହେଉଛି ଅର୍ଥ ସୃଷ୍ଟି କରିବା ପାଇଁ ଏକ ଶକ୍ତିଶାଳୀ ମାନବୀୟ ଉପକରଣ।
ଏହା ଆମକୁ ଶିଖାଏ ଯେ କିପରି ଭୟଙ୍କର ଅନୁଭୂତିରୁ ମଧ୍ୟ ଆଶା ଏବଂ ଉଦ୍ଦେଶ୍ୟ ଖୋଜାଯାଇପାରେ। ଶେଷରେ ଆମେ ଏହି ସିଦ୍ଧାନ୍ତରେ ପହଞ୍ଚିପାରିବା, ମହାପ୍ଲାବନ ହେଉଛି ବିଶ୍ୱାସ ଦ୍ୱାରା ଗଠିତ ସ୍ମୃତି। ଏହା ଏକ ପ୍ରକୃତ ଘଟଣାର ସ୍ମୃତି ହୋଇପାରେ, କିନ୍ତୁ ତାର ଅର୍ଥ ଆମ ବିଶ୍ୱାସ ଏବଂ ସଂସ୍କୃତିରୁ ହିଁ ଆସିଥାଏ। ଏହା ଆମକୁ ଭାବିବାକୁ ବାଧ୍ୟ କରେ, ଆମେ ଆମ ଅତୀତକୁ କେମିତି ମନେ ରଖୁ, ଆଉ ସବୁଠୁ ବଡ଼ କଥା, କାହିଁକି ମନେ ରଖୁ।